हेलो माय डियर स्टूडेंट्स वेलकम बैक टू आवर यूट्यूब चैनल वीरेन सर ओडिया मु भी सुजेश सर आज मैथ क्लास रे आपनको स्वागत जनाउछि जवाहर नवोदय एंट्रेंस एग्जामिनेशन पई आमे नै आछु मॉडल पेपर जहा कि आपनकर एंट्रेंस एग्जामिनेशन पई मोस्ट इंपोर्टेंट रहबो तबे पहिले आ लेट न करी आमे स्टार्ट करबा आज रो क्लास देछि एक नंबर रे इफ वन ऑफ द एंगल्स इन ए लिनियर पेयर इज acute व्हाट कैन यू से अबाउट द अदर एंगल जदि परस्पर सन्निहित परिपूरक कोण मध्यरु गोटिए कोण सूक्ष्म कोण हुए तबे अन्य कोण विषय निम्नलिखित केउ उक्तिटी ठीक हबो पिले सूक्ष्म कोण आमे काहाकू कहबा ଯାହାର ପରିମାଣ 90 ଡିଗ୍ରୀରୁ କମ ହଉଥିବ ତାକୁ ଆମେ ସୂକ୍ଷ୍ମ କୋଣ ବୋଲି କହିବା 90 ଡିଗ୍ରୀ ହେଲେ ସମକୋଣ କହିବା 90 ଡିଗ୍ରୀରୁ ଅଧିକ ହେଲେ ସ୍ଥୂଳ କୋଣ କହିବା ମନେ କରନ୍ତୁ ଆମେ ନେଲେ 60 ଡିଗ୍ରୀ ଗୋଟିଏ ସୂକ୍ଷ୍ମ କୋଣ ଏଥିରେ ଆପଣ କେତେ ମିଶେଇଲେ 180 ଡିଗ୍ରୀ ହବ କାରଣ ଦିଟା କୋଣ ମିଶିକି 180 ହେଲେ ତାକୁ ଆମେ ସନ୍ନିହିତ ପରିପୂରକ ବୋଲି କହିବା 180 ରୁ ଆପଣ 60 କୁ ବିୟୋଗ କଲେ ଆପଣ ପାଇବେ 120 ଡିଗ୍ରୀ ତାହେଲେ ଏଠି ଆପଣ ପକେଇବେ 120 ଡିଗ୍ରୀ ପକେଇଲେ 180 ଡିଗ୍ରୀ ହବ ଯାହାକି 90 ଡିଗ୍ରୀରୁ ଅଧିକ ଏହା ହେଇଯିବ ସ୍ଥୂଳ କୋଣ ତାହେଲେ ଗୋଟିଏ ସୂକ୍ଷ୍ମ କୋଣ ହେଲେ ଅନ୍ୟଟି ସ୍ଥୂଳ କୋଣ ଦେଖିବା କୋଉ ଅପସନ ରେ ସ୍ଥୂଳ କୋଣ ଅଛି ଅପସନ ଏଇଟି ମଷ୍ଟ ବି ଆନ୍ acute angle ଏହା ଏକ ସୂକ୍ଷ୍ମ କୋଣ ହବନି ଏଇଟି ମଷ୍ଟ ବି ଆନ୍ obtuse angle ଏହା ହିଁ ରାଇଟ ଆନ୍ସର ହେଇଯିବ ସ୍ଥୂଳ କୋଣ ଏଇଟି ମଷ୍ଟ ବି ଏ ରାଇଟ angle ଏହା ଏକ ସମକୋଣ ମଧ୍ୟ ହବନି କ୍ୟାନ ନଟ୍ ବି ଡିଟରମାଇନ୍ଡ ଏହା ମଧ୍ୟ ହବନି ତେବେ ଅପସନ ବି ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର ଏହା ଏକ ସ୍ଥୂଳ କୋଣ ଏବେ ଯିବା 2 ନମ୍ବର ପ୍ରଶ୍ନକୁ 2 ନମ୍ବର ପ୍ରଶ୍ନଟି ଆପଣଙ୍କୁ ଦେଇଛି କି which is the smallest number to be added to 41512 so that it is divisible by 12 41512 रे केउ क्षुद्रतम संख्या जोग कले जोगफल 12 द्वारा विभाज्य हबो आको प्रथमे आपण हरण करिदेबे ठीक अछि पिले 41512 को 12 द्वारा हरण करिदेबे 12 3 आपण पके देबे एठी 36 11 ରୁ 6 गला 5 उडेला 5 55 12 चौ एठी पके देबे 48 15 ରୁ 8 गले 7 एठी आपणकर 1 उल्ले देबे ହେଲା 1272 ବେଶୀ ହେଇ ଯାଉଛି 12 5 60 ନେବେ 101 7 ରୁ 6 ଗଲେ 1 11 ଏଠି 2 ଓଲେଇବ 112 12 ନୂଆ ଆପଣଙ୍କର ଏଠି ପଡିଯିବ 108 ଆପଣଙ୍କର 12 ରୁ 8 ଗଲେ କେତେ ହେଇଯିବ 4 ହେଇଯିବ ଆପଣ କଣ କରିବେ ଏ 12 ରୁ ଭାଗଶେଷ 4 କୁ ବିୟୋଗ କରିଦେବେ 12 ରୁ 4 ଗଲେ 8 ଏଇ 8 କୁ ନେଇକି ଯଦି ଆପଣଙ୍କର ଭାଜ୍ୟ 41512 ରେ ଯୋଗ କରୁଛନ୍ତି ତେବେ ଏହା 12 ଦ୍ୱାରା ବିଭାଜ୍ୟ ହେବ ତେବେ ଅପସନ ବି ରେ ଅଛି 8 ଅପସନ ବି ହେଇଯିବ ଆପଣଙ୍କର କରେକ୍ଟ आंसर ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇ ରଖିଛି 3 ନମ୍ବରରେ a number is less than 50 is a multiple of 8 and has 5 prime factors what is the number ଦେଖନ୍ତୁ 8 ର मल्टीपल ହେଇଯିବ 8 के 8 8 दुने 16 8 3 24 832 8 5 40 848 856 এই ପ୍ରକାରର ହେଲା ଆପଣଙ୍କର 50 ରୁ କମ ଦେଖନ୍ତୁ ତ 54 ବେଶୀ ହେଇ ଯାଉଛି ଏହା ହବନି କଟି ଯିବ 42 8 ର ଗୋଟେ ମଲ୍ଟିପଲ ନୁହେଁ କଟି ଯିବ 48 ଆଉ 40 କୁ ଆମେ ଚେକ୍ କରିବା ହେଲେ 48 ର ପ୍ରାଇମ ଫ୍ୟାକ୍ଟର ନେଇ ଯିବ 2 ରେ କାଟିଲେ 24 2 ରେ କାଟିଲେ 12 2 ରେ କାଟିଲେ 6 2 ରେ କାଟିଲେ 3 2 ଆପଣଙ୍କର 4 ଥର ଗୁଣା ହେଇଛି ନା 2 ଆପଣଙ୍କର 4 ଥର ଗୁଣା ହେଇଛି 2 ଟୁ ଦି ପାୱାର 4 into 3 ହେଲା ତ ଇଏ ଗୋଟେ ଚାରଟା ଫ୍ୟାକ୍ଟର ଇଏ ଗୋଟେ ଫ୍ୟାକ୍ଟର ତ ଟୋଟାଲି ଆପଣଙ୍କର 5ଟି ଫ୍ୟାକ୍ଟର ହିଁ ହଉଛି ଆପଣଙ୍କର କଣ ସରି ମଲ୍ଟିପୁଲ ହେଲା ଆପଣଙ୍କର ହେଲା ମଲ୍ଟିପୁଲ ଠିକ ଅଛି ପିଲେ ତ ମଲ୍ଟିପୁଲ ଆପଣଙ୍କର 5ଟି ରହୁଛି ହେଲା 48 ର ଆମେ ଚେକ୍ କଲେ ହଉଛି ଏବେ ଆମେ ବାକି ଟିକେ 40 ର ଚେକ୍ କରିଦବା ପିଲେ ଠିକ ଅଛି କି ଆମେ ଟିକେ 40 ର ଚେକ୍ କରିଦବା ଆର କେତୋଟି ମଲ୍ଟିପୁଲ ଆପଣଙ୍କର ହଉଛି ଦେଖନ୍ତୁ 40 ଆପଣ ନେଇଯିବେ 2 ରେ ପକେଇଲେ ଆପଣଙ୍କର 20 2 ରେ ପକେଇଲେ ଆପଣଙ୍କର 10 2 ରେ ପକେଇଲେ 5 2 ଟୁ ଦି ପାୱାର କ୍ୟୁବ ଇନଟୁ 5 ହେଲା ଆର ଘାତ 1 ଏଠି ଆପଣଙ୍କର 3 ଏଠି ଆପଣଙ୍କର 1 ସମାନେ 4ଟି ମଲ୍ଟିପୁଲ ଠିକ ଅଛି ତ ଏହା ମଧ୍ୟ ଆପଣଙ୍କର ହବ ନାହିଁ ତେବେ ଅପସନ ସି ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି କି 4 ନମ୍ବରରେ କନଭର୍ଟ କରିବା ପାଇଁ 31 ହୋଲ 7/9 କୁ ସିମ୍ପଲ ଫ୍ରାକ୍ସନରେ ଏହାକୁ ଏକ ଅପ୍ରକୃତ ଭଗ୍ନାଂଶରେ ପରିଣତ କର 31 ହୋଲ 7/9 ଏହାକୁ କିପରି ପରିଣତ କରିବେ ନା ଏଇ 31 କୁ 9 ରେ ଗୁଣନ କରିବେ ତା ସହିତ ମିଶ୍ରଣ କରିବେ 7 କୁ ହରରେ ଆପଣଙ୍କର କେତେ ରହିବ 9 ରହିବ 31 ରେ 9 କୁ ଗୁଣନ କଲେ ଆପଣଙ୍କର କେତେ ହେଇଯିବ 9 କେ 9 9 3 27 279 ରେ 7 ମିଶେଇ ଦେବେ 9 7 16 6 ନେଲା ଏକ 7 1 8 2 286 by 9 ଅପସନ ଏ ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି କି which of the following is your true ଏଇ ଯୋଉ ଫ୍ରାକ୍ସନ ଆପଣଙ୍କୁ ଦେଇଛି i ଟାକୁ ପ୍ରଥମେ ଆମେ ଚେକ୍ କରିବା କଣ ଦେଇଛି 7/8 6/7 13/11 ପିଲେ ଆପଣ ଏହାକୁ କ୍ରସ୍ ମଲ୍ଟିପ୍ଲିକେସନ କରିବେ ଠିକ ଅଛି ଏଇ ଦିଟାକୁ ଚେକ୍ କରିବା ପାଇଁ 7 ଆପଣଙ୍କର 49
ଆଠଶହ ଆପଣଙ୍କର 48 ତ ଏମାନଙ୍କ ମଧ୍ୟରେ କିଏ ବଡ ହଉଛି ଇଏ ବଡ ହଉଛି ତ ଏମାନଙ୍କ ମଧ୍ୟରେ ମଧ୍ୟ ଏ ସିମ୍ବଲ ରହିବ ଠିକ ଅଛି ନା ହଁ ତାପରେ ଏହାକୁ କ୍ରସ୍ ମଲ୍ଟିପ୍ଲିକେସନ କରିଦିଅନ୍ତୁ 1100 ଆପଣଙ୍କର 66 1300 ଆପଣଙ୍କର 91 ଏଠି ଆପଣଙ୍କର ଇଏ 13/11 ବଡ ହବ ଏଠି 13/11 ବଡ ହେଇଛି କି ଏଠି ଆପଣଙ୍କର ଏମିତି ହେବା କଥା ହେଲା ତ 6/7 ଲେସ୍ ଦ୍ୟାନ୍ 13/11 ହେବା କଥା କିନ୍ତୁ ହେଇନାହିଁ ତେବେ ଆଇଟି ଆପଣଙ୍କର ରଙ୍ଗ ଅଛି ଏବେ ଆପଣ ଡବଲ ଆଇ କୁ ଆପଣ ଏବେ ଚେକ୍ କରିବା ହେଲା 5 କୁ 2 ରେ ଆପଣ ମଲ୍ଟିପ୍ଲାଏ କଲେ ଆପଣ ପାଉଛନ୍ତି 10 3 କୁ 4 ରେ ମଲ୍ଟିପ୍ଲାଏ କଲେ ଆପଣ ପାଉଛନ୍ତି 12 10 ଆଉ 12 ମଧ୍ୟରେ ଇଏ ବଡ ତ ଇଏ ଆପଣଙ୍କର ଠିକ ଅଛି ତାପରେ 7 ଆପଣଙ୍କର 28 ଇଏ 500 ଆପଣଙ୍କର 30 30 ବଡ ଇଏ ମଧ୍ୟ ଆପଣଙ୍କର ଠିକ ଅଛି ଡବଲ ଆଇଟା ଠିକ ଅଛି ଆଇଟା ଭୁଲ ଅଛି ଅପସନ ଏ ରେ କହିଛି ଓନ୍ଲି ଆଇ ଆପଣଙ୍କର କେବଳ ଆଇଟା ଠିକ ଅଛି ନା ବି ରେ କହିଛି ଓନ୍ଲି ଟୁ ଟା କେବଳ ଠିକ ଅଛି ହୁଁ ହଁ ଟୁ ଟା ଠିକ ଅଛି ବୋଥ ଆଇ ଆଣ୍ଡ ଟୁ ହେଲା ଠିକ ଅଛି କି ନାଇଁ କେବଳ ଟୁ ଟା ହିଁ ଠିକ ଅଛି ଏଟା ମଧ୍ୟ ହବନି ଅପସନ ଡି ମଧ୍ୟ ହବନି ତେବେ ଅପସନ ବି ହେଇଯିବ ରାଇଟ ଆନ୍ସର ଓନ୍ଲି ଟୁ ଆପଣଙ୍କର କରେକ୍ଟ ଆନ୍ସର ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ 6 ନମ୍ବର ପ୍ରଶ୍ନ ଆପଣଙ୍କୁ ଗୋଟେ ସଲ୍ଭ କରିବାକୁ ଦେଇଛି ଦେଖନ୍ତୁ ପିଲେ x ଇଣ୍ଟୁ x ଲେଖି ଦିଅନ୍ତୁ ଇଣ୍ଟୁ 0.013 କୁ ଆପଣ ଲେଖିପାରିବେ 13 ବିଭକ୍ତକ ଦଶମିକ ପରେ ତିନୋଟି ଶୂନ ଅଛି ଏକରେ ତିନୋଟି ଶୂନ ଦେଇଦେବେ 1000 ସମାନ ଆପଣଙ୍କର 0.0065 ଅଛି ତ 65 ବିଭକ୍ତକ ଦଶମିକ ପରେ ଚାରୋଟି ଅଙ୍କ ଅଛି ଏକରେ ଚାରୋଟି ଶୂନ ଦେଇ ଦିଅନ୍ତୁ ଗୁଣନ ଆପଣଙ୍କର 0.129 ଅଛି 129 ବିଭକ୍ତକ ଏକରେ ତିନୋଟା ଶୂନ ଦେଇ ଦିଅନ୍ତୁ ଏବେ ଏହାକୁ ଆପଣ ସଲ୍ଭ କରିଦେବେ ହେଲେ x ର ମାନ ସମାନ ହେଇଯିବ 65 ଏପଟକୁ ଆସିଲେ ଏକରେ ଚାରିଟା ଶୂନ ଗୁଣନ 129 ବିଭକ୍ତକ 1000 ଏଟା ଯେତେବେଳେ ଏପଟକୁ ପଳେଇ ଆସିବ ପିଲେ ଆପଣଙ୍କର ଓଲଟି ଯିବ ଭଗ୍ନାଂଶ 1000 ବିଭକ୍ତକ 13 ହେଇଯିବ ଇଏ 1000 କୁ ଇଏ 1000 କାଟି ଦିଅନ୍ତୁ ଏଠି 13 ରେ 65 କୁ କାଟି ଦିଅନ୍ତୁ 129 ରେ 5 କୁ ଆପଣ ଏବେ ଗୁଣନ କରିଦିଅନ୍ତୁ 5 × 45 ରୁ 5 ନେଲା 4 5 × 10 4 14 ରୁ 4 ନେଲା 1 5 × 5 1 6 645 ବିଭକ୍ତକ ଏକରେ ଚାରିଟା ଶୂନ ହରରେ ଦେଇ ଦିଅନ୍ତୁ ଦଶମିକ ପରେ ଚାରୋଟି ଅଙ୍କ ମନେ ରଖନ୍ତୁ ଏଠି ଆପଣଙ୍କର ରହିବ ଏବେ 645 କୁ 5 4 6 ଏଠି ଗୋଟେ ଶୂନ ଲେଖି ଦିଅନ୍ତୁ ଏଠି ଗୋଟେ ଶୂନ 0.0645 ଅପସନ ଡି 0.0645 ହେଇଯିବ ଆପଣଙ୍କର କରେକ୍ଟ ଆନ୍ସର ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ 7 ନମ୍ବରରେ ପଚାରିଛି କି which of the following statements about zero is correct ଜିରୋ ପାଇଁ କୋଉଟା ଠିକ ହବ ଶୂନ ପାଇଁ ଅପସନ ଏ ଇଟ୍ ଇଜ ଏ ହୋଲ ନମ୍ବର ହଁ ଠିକ ଇଟ୍ ଇଜ an integer ଏହା ଏକ ପୂର୍ଣ୍ଣ ସଂଖ୍ୟା ଠିକ ଇଟ୍ ଇଜ ଏ ରେସନାଲ ନମ୍ବର ଏହା ଏକ ପରିମେୟ ସଂଖ୍ୟା ଠିକ ଅଲ୍ ଅଫ ଦ ଏବଭ ଉପରୋକ୍ତ ସମସ୍ତ ଅପସନ ଡି ଆପଣଙ୍କର ହେଇଯିବ ରାଇଟ ଆନ୍ସର ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି କି 8 ନମ୍ବରରେ raise 700 is divided into a b c in such a way that a gets half of b and b gets half of c then what will be the share of a b c ମଧ୍ୟରେ 700 ଟଙ୍କାକୁ ଏପରି ଭାଗ କର ଯେପରି a b ଭାଗର ଅଧା ପାଇବ ଏବଂ b c ଭାଗର ଅଧା ପାଇବ ତେବେ a ର ଅଂଶ କେତେ ମନେ କରନ୍ତୁ c ର ହେଲା x b ର ହେଇଯିବ ତାର ଅଧା x/2 ଆପଣଙ୍କର a ର ହେଇଯିବ r ଅଧା b ର ଅଧା x/2 into 1/2 ଆପଣ ଏହାକୁ ଲେଖିପାରିବେ କି x/4 ଏବଂ ୟାକୁ ମିଶେଇ ଦିଅନ୍ତୁ a ପ୍ଲସ b ପ୍ଲସ c ଏମାନଙ୍କର ହଉଛି 700 ଟଙ୍କା ଟୋଟାଲି ହେଲା ତ ଆପଣଙ୍କର ସବୁ ଯାକ ଏବେ ମୂଲ୍ୟକୁ ପୁଟ୍ କରିଦେବେ ତ x/4 ହେଲା a ର ମାନ b ର ମାନ ହେଲା x/2 c ର ମାନ ହେଲା x ଆକୁ ମିଶେଇଲେ ହଉଛି 700 ଆର ଲସାଗୁ ହେଇଯିବ 4 4 ରୁ 4 ହେଲେ x ପ୍ଲସ ଏଠି 4 କୁ 2 ହେଲେ 2x ପ୍ଲସ 4x ସମାନ ଆପଣଙ୍କର ହେଇଯିବ 700 ହେଲେ x ରେ 2x ମିଶିଲେ 3x 4x ବାय 4 ସମାନ ହେଲା 700 ଏଠି 4 କୁ 4 କାଟିଦେଲେ x ର ମାନ ଆସିଯିବ 700 ଠିକ ଅଛି ଏଇଟା x ଆମେ କାହାକୁ ନେଇଥିଲେ c କୁ ନେଇଥିଲେ ସେ ପଚାରୁଛି a ର ମାନ ଅଛି କେତେ x/4 a ସମାନ ଆପଣଙ୍କର x/4 ଅଛି x ପାଇଲେ କେତେ 700 କେତେ ପାଇଲେ ପିଲେ ଆପଣ ପାଇଲେ କେତେ ସରି ଆପଣ x ର ମାନ ଏଠି କେତେ ପାଇଲେ ଟୋଟାଲି ପିଲା ଆପଣଙ୍କର ଅଛି 700 ସରି ଏଇଟାକୁ ଆମେ ଟିକେ ସଲ୍ଭ କରିବା ମିଷ୍ଟେକ୍ ହେଲା ଏହାକୁ ଆପଣ ଏଠି କେତେ କରିବେ ଦେଖନ୍ତୁ ପିଲେ x ପ୍ଲସ 2x ପ୍ଲସ 4x ଏଟା ଆପଣଙ୍କର ମିଶିଲେ କେତେ ହଉଛି ଏଟା ଆପଣଙ୍କର ମିଶିଲେ 4 2 6 1 7x 7x/4 ସମାନ ହଉଛି 700 ଆଉ ତଳେ କିଛି ନାହିଁ ମାନେ 1 ଏହାକୁ ଆପଣ ବଜ୍ର ଗୁଣନ ଟିକେ କରିଦିଅନ୍ତୁ ବଜ୍ର ଗୁଣନ କରିଦେଲେ 7x ରେ 1 ଗୁଣନ କଲେ 7x ଏଠି 4 ରେ 700 ଗୁଣନ କରିଦିଅନ୍ତୁ ତାପରେ x ର ମୂଲ୍ୟ ଆପଣଙ୍କର ହେଇଯିବ କେତେ 4 into 700 divided by 7 7 କୁ 700 ରେ କାଟିଲେ ଆପଣଙ୍କର 7 କେ 7 100 100 ଚଉ 400
ହେଲା। ଏବେ a ର ମୂଲ୍ୟ ଆପଣ ନେଇଥିଲେ x/4, x ଜାଗାରେ ଆପଣ ପକେଇଲେ 400 ଡିଭାଇଡେଡ୍ ବାଇ 4, ଆକୁ କାଟିଦେଲେ 100 ଟଙ୍କା। ତାହେଲେ a ର ଭାଗ ଆପଣ କେତେ ପାଇବେ ନା 100 ଟଙ୍କା ଆପଣ ପାଇବେ। ତେବେ a ର ଅଂଶ ଅପସନ A ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ଆମେ ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇ ରଖିଛି କି 9 ନମ୍ବରରେ, ଇଫ୍ ଏ ଟ୍ୟାଙ୍କ କ୍ୟାନ୍ କ୍ୟାରି 1250 ଲିଟର ଅଫ୍ ୱାଟର, ହାଉ ମେନି ଟ୍ୟାଙ୍କ୍ସ ୱିଲ୍ ବି ରିକ୍ୱାର୍ଡ ଟୁ କ୍ୟାରି 16,250 ଲିଟର ଅଫ୍ ୱାଟର। ଯଦି ଏକ ଟାଙ୍କି 1250 ଲିଟର ପାଣି ବହନ କରିପାରିବ, ତେବେ 16,250 ଲିଟର ପାଣି ବହନ କରିବାକୁ କେତୋଟି ଟାଙ୍କି ଆବଶ୍ୟକ ହବ? 16,250କୁ 1250ରେ ହରଣ କରିଦିଅନ୍ତୁ, ଏ ଶୂନକୁ ଶୂନ କାଟି ଦିଅନ୍ତୁ ଏବଂ 1625ରେ ଆପଣ 125କୁ ଆପଣ ହରଣ କରିଦିଅନ୍ତୁ ହେଲା। 1625 ଆପଣଙ୍କର 125ରେ ହରଣ କରିଦିଅନ୍ତୁ। 125 କେ 125 ଆପଣଙ୍କର 12ରୁ 5 ଗଲା 7, 5ରୁ 2 ଗଲା 3, 5 ଓହ୍ଲେଇବ, 125 ଆପଣଙ୍କର 3 ଆସିଯିବ 375 ହେଲା। ତାହେଲେ 13 ଆସିଯାଉଛି ଆପଣଙ୍କର ରାଇଟ୍ ଆନ୍ସର ଅପସନ ସି। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନ 10 ନମ୍ବର ଆପଣଙ୍କୁ ଦେଇଛି କି, Mayur measured a 10 centimeter stick as 11 centimeters. What percentage of error did he make in measuring the length? ମୟୂର ଏକ 10 ସେଣ୍ଟିମିଟର ବାଡ଼ିକୁ ଭୁଲରେ 11 ସେଣ୍ଟିମିଟରରେ ମାପିଲା, ତେବେ ସେ ବାଡ଼ିଟିକୁ ମାପିବାରେ କେତେ ପ୍ରତିଶତ ତ୍ରୁଟି କରିଥିଲା? 10କୁ ସେ 11ରେ ମାପିଲା, ତାହେଲେ କେତେ ବଢୁଛି ପିଲେ? 11ରୁ 10 ଗଲେ ଆପଣଙ୍କର 1 ଲେଖାଏଁ ବଢୁଛି ହେଲା। ତାହେଲେ କେତେ ପ୍ରତିଶତ ହେଲା ବାହାର କରିବେ ହେଲା। ବଢୁଛି କେତେ? 1। କେତେରୁ ବଢୁଛି? 10ରୁ। ତ ତଳେ 10 ଲେଖିବେ, ଗୁଣନ ଆପଣଙ୍କର 100, 10ରେ 100କୁ କାଟିଦେଲେ ଆପଣ ପାଇଯିବେ 10 ଶତକଡ଼ା। ଅପସନ ଏ ହେଇଯିବ କରେକ୍ଟ ଆନ୍ସର। ଏବେ ଆମେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇ ରଖିଛି କନଭର୍ଟ କରିବା ପାଇଁ 1048 ml କୁ ଲିଟରରେ। ଆପଣ ଜାଣିଛନ୍ତି 1 ଲିଟର କହିଲେ ଆପଣଙ୍କର କେତେ ହବ ନା 1000 ମିଲିଲିଟର। ତାହେଲେ ଆପଣ କହିପାରିବେ 1 ମିଲିଲିଟର ସମାନ ହେଇଯିବ ଆପଣଙ୍କର 1/1000 ଲିଟର। ଓକେ, ତ ଆପଣଙ୍କୁ ଯୋଉ ଦେଇ ରଖିଛି 1048 ml କୁ କନଭର୍ଟ କରିବା, ତ 1/1000 ଇଣ୍ଟୁ 1048। ଏବେ ଆପଣ ଏହାକୁ ଲେଖିପାରିବେ 1048 ବିଭକ୍ତକ 1000, ଦଶମିକ ପରେ 3ଟି ଅଙ୍କ ଅଛି ମାନେ ଦଶମିକ ପରେ ଆପଣ ଇଆଡୁ ଡାହାଣ ଆଡୁ ଲେଖନ୍ତୁ 8, ଏଠି ଆପଣଙ୍କର 4, ଏଠି ଆପଣଙ୍କର 0, ଏଠି ଆପଣଙ୍କର 1, 1.048, 1.048 ଅପସନ ବି ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ସିମ୍ପ୍ଲିଫାଇ କରିବାକୁ ଦେଇଛି। ଦେଖନ୍ତୁ ପିଲେ, 4 ଇଣ୍ଟୁ ଏଠି ଆପଣଙ୍କର 3/4 ଅଫ୍ 16 ଯୋଉ ଦେଇଛି ଆପଣଙ୍କର ଗୁଣନ ହେଇଯିବ। 16 3 48 ବିଭକ୍ତକ 4, ତାପରେ ଏଠି ମାଇନସ ଅଛି, ମାଇନସ ଲେଖନ୍ତୁ 3/4 ଇଣ୍ଟୁ 2/5 ହେଲା, ପ୍ଲସ୍ ଆପଣଙ୍କର 3/5 ଅଫ୍ 2, ଏଟାକୁ ଆଗ ସମାଧାନ କରିବେ, 3 ଦୁନେ 6/5 ହେଇଯିବ। ଏବେ ଏ 4କୁ ଏ 4 ଆପଣ କାଟି ଦିଅନ୍ତୁ, ଏଠି ରହୁଛି କେବଳ 48, ମାଇନସ ଏଠି ଆପଣଙ୍କର 2କୁ 4ରେ କାଟିଦେଲେ 2, ତ 3/10 ପ୍ଲସ୍ ଏଠି ଆପଣଙ୍କର 6/5, ଆଉ ତଳେ କିଛି ନାହିଁ ମାନେ 1। ଏହାକୁ ସମାଧାନ କରନ୍ତୁ, ଲସାଗୁ ହେଇଯିବ 10, ଆକୁ 1ରେ ହରଣ କଲେ 10, 48 10 480 ଫେଡାଣ, ଏଠି ହେଇଯିବ 3 ପ୍ଲସ୍ 10କୁ 5ରେ ହରଣ କଲେ 212। ଏହାକୁ ଆପଣ ଖାଲି ସମାଧାନ କରିଦିଅନ୍ତୁ। 480ରେ ଆପଣଙ୍କର 12କୁ ମିଶେଇ ଦେଲେ ଆପଣଙ୍କର କେତେ ହେଇଯିବ ନା 492 ବିଭକ୍ତକ 3 ହେଲା, ଡିଭାଇଡେଡ୍ ବାଇ 10। ଆପଣଙ୍କର 492, 12ରୁ 3 ଗଲେ ଆପଣଙ୍କର ଆସିଯିବ 9, ଏଠି ରହିଲା 8, ଏଠି ଆପଣଙ୍କର ରହିଲା କେତେ 4, 489 ବିଭକ୍ତକ 10। ଏହାକୁ ମିଶ୍ରରେ ପରିଣତ କରିଦିଅନ୍ତୁ, 48 ପୂର୍ଣ୍ଣ ହେଲା 9 ବିଭକ୍ତକ 10, 48 10 480 9 ହେଲା, 48 ପୂର୍ଣ୍ଣ 9 ବିଭକ୍ତକ 10, 48 ପୂର୍ଣ୍ଣ 9 ବିଭକ୍ତକ 10 ଅପସନ ଏ ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଦେଇଛି କି 13 ନମ୍ବରରେ, which among the following is the greatest number ହେଲା। ଏମାନଙ୍କ ମଧ୍ୟରୁ ଗ୍ରେଟେଷ୍ଟ ନମ୍ବର ଆପଣଙ୍କର କିଏ ହବ ସେ ପଚାରିଛି। ପିଲେ ରୋମାନ ଷ୍ଟ୍ରକ୍ଚର ଦେଇଛି, ତ ଏ ରୋମାନ ଷ୍ଟ୍ରକ୍ଚରର ମୂଲ୍ୟକୁ ଆପଣ ପ୍ରଥମେ ଲେଖିଦେବେ, ତା ଭିତରୁ ଆପଣ ଆରାମସେ ବାଛିଦେବେ। ଆପଣଙ୍କୁ ଗୋଟେ କଥା କହି ରଖୁଛି, LCDM ଆର ମୂଲ୍ୟ ମନେ ରଖନ୍ତୁ। ଏଟା ହେଲା 50, ଏଟା ହେଲା 100, ଏଟା ହେଲା 500, ଏଟା ହେଲା 1000। ଗୋଟେ ରୋମାନ ଷ୍ଟ୍ରକ୍ଚର ଆପଣଙ୍କର ଏଇଠି ରହିବ ନା, ଇଆଡେ ଡାହାଣକୁ 3ଟି ରୋମାନ ଷ୍ଟ୍ରକ୍ଚର ଲେଖିପାରିବେ, ବାଁକୁ ଗୋଟିଏ ରୋମାନ ଷ୍ଟ୍ରକ୍ଚର ଲେଖିପାରିବେ। 3ଟି ଯୋଉ ଲେଖିବେ ଏଗୁଡା ପ୍ଲସ୍ ହବ, ବାଁକୁ ଯୋଉ ଗୋଟେ ଲେଖିବେ ଏଟା ଆପଣଙ୍କର ମାଇନସ୍ ହବ। ତେବେ CM ଯୋଉ ଆପଣଙ୍କର ଦେଇଛି, ଏହାକୁ ଆପଣ କିପରି ଲେଖିବେ? ଦେଖନ୍ତୁ, M ର ଭ୍ୟାଲୁ ହଉଛି 1000 ହେଲା, C ର ଭ୍ୟାଲୁ ହଉଛି କେତେ ଆପଣଙ୍କର 100, ତ 1000ରୁ 100 ଫେଡା ହବ, କାରଣ M ର ବାମକୁ C ଅଛି। 1000ରୁ 100 ଗଲେ ଆପଣଙ୍କର ଆସିଯିବ 900।
ଇଏ ଆପଣଙ୍କର ଏଲ ଏକ୍ସ ଯୋଉ ଅଛି ଆପଣଙ୍କର ଦେଖନ୍ତୁ ଏକ୍ସ ର ଭ୍ୟାଲୁ ହଉଛି ଦେଖନ୍ତୁ ଏଲ ଆଉ ଏକ୍ସ ଏଲ ର ଭ୍ୟାଲୁ ଆପଣଙ୍କର ହଉଛି କେତେ 50 ହେଲା। ଏଲ ର ଭ୍ୟାଲୁ ହଉଛି ଆପଣଙ୍କର 50 ତାପରେ ଆପଣଙ୍କର ଏକ୍ସ ର ଏକ୍ସ ଆଇ ଭି ଆଗକୁ ଅଛି ଏକ୍ସ ର ଭ୍ୟାଲୁ ହଉଛି ଆପଣଙ୍କର 10 ଆଇ ଭି ର ଭ୍ୟାଲୁ ହଉଛି ଆପଣଙ୍କର 4 ୟାକୁ ମିଶେଇ ଦେଲେ ଟୋଟାଲି କେତେ ହେଉଛି 50 60 4 64 964 ହେଲା। ଆର ମୂଲ୍ୟ ଆପଣଙ୍କର 964 ଏଠି ଆପଣଙ୍କର ଏମ ସି ପ୍ଲସ ଏକ୍ସ ଆଇ ଏକ୍ସ ଦେଇଛି ପିଲେ ଏହାର ମୂଲ୍ୟ ଆପଣଙ୍କର କେତେ ହେଇଯିବ ଏମ ର ମୂଲ୍ୟ ଆପଣ ଜାଣିଲେ 1000 ସି ର ମୂଲ୍ୟ ଆପଣ ଜାଣିଲେ କେତେ 100 ତ 1100 ହେଲା। ଆପଣଙ୍କର ସରି ଏଠି ଆପଣ କଣ କରିବେ ପ୍ରଥମେ ଦେଖନ୍ତୁ ସି ର ମୂଲ୍ୟ କେତେ ଆପଣଙ୍କୁ ଦେଇଛି ଆଉ ଏମ ର ମୂଲ୍ୟ ଆପଣଙ୍କୁ କେତେ ଦେଇଛି ହେଲା। ତ ଆପଣ ଯଦି ଦେଖିବେ ଏମ ର ମୂଲ୍ୟ ଆପଣଙ୍କର କେତେ ରହିଛି 1000 ତ 1000 ଲେଖିଦେବେ ସି ର ମୂଲ୍ୟ ଆପଣଙ୍କର କେତେ ହଉଛି 100 ତ 100 ଲେଖିଦେବେ ତାପରେ ଆପଣଙ୍କର ଇଏ ପ୍ଲସ୍ ଅଛି ପ୍ଲସ୍ ଇଏ ଆପଣଙ୍କର ହେଇଗଲା କେତେ 1100 ତାପରେ ଇଏ ଆପଣଙ୍କର ପ୍ଲସ୍ ଏକ୍ସ ସି ଆଇ ଏକ୍ସ ଠିକ ଅଛି। ତ ସି ର ମୂଲ୍ୟ ଆପଣଙ୍କର ହଉଛି କେତେ 100 ଆଉ ଆପଣ କଣ କରିବେ ତାର ବାମ ପଟରେ ଏକ୍ସ ଅଛି ତ ଆପଣ ଏକ୍ସ ଅଛି ମାନେ କଣ କରିବେ ନା 10 ତା ଦେହରୁ ବିୟୋଗ କରିବେ 90 ହେଇଯିବ ଆଇ ଏକ୍ସ ର ମୂଲ୍ୟ ହଉଛି କେତେ ଆଇ ଏକ୍ସ ର ମୂଲ୍ୟ ହଉଛି 9 ତ 90 ରେ 9 ମିଶେଇଲେ ଆପଣଙ୍କର ହେଇଯିବ ପିଲେ କେତେ 99 ଏକାଥରେ ଲେଖିଦେଲି 1000 ରେ 100 ମିଶେଇଲେ 1199 ଆର ମୂଲ୍ୟ ହେଲା। ତାପରେ ସେଇପରି ଆପଣ ଏଇ ଦିଟାକୁ ମଧ୍ୟ ଲେଖିଦେବେ ତ ଡି ସି ସି ମୂଲ୍ୟ ଅଛି ଆପଣଙ୍କର ଡି ସି ସି ମୂଲ୍ୟ ଯଦି ଆପଣ ଦେଖିବେ ଡି ର ମୂଲ୍ୟ ହଉଛି 500 ସି ର ମୂଲ୍ୟ 100 ଇଏ ମିଶିଗଲେ ଆପଣଙ୍କର ହେଇଯିବ 700 ଇଏ ପ୍ଲସ୍ ଅଛି ଆପଣଙ୍କର ସି ସି ମୂଲ୍ୟ ଅଛି ସି ସି ମୂଲ୍ୟ ଆପଣଙ୍କର କେତେ ହେଇଯିବ 100 ଆପଣଙ୍କର ହେଇଯିବ କେତେ 200 ଇଏ ଏକ୍ସ ତିନିଟା ଅଛି ଏକ୍ସ ର ମୂଲ୍ୟ ଆପଣଙ୍କର ତିନିଟା ଅଛି ମାନେ ଆପଣ କେତେ ଲେଖିପାରିବେ 30 ବୋଲି ଏହାକୁ ଲେଖିପାରିବେ 10 10 20 10 30 ହେଲା କି ଆପଣଙ୍କର ଇଏ ହେଇଯିବ 230 ଇଏ 4 234 ହେଲା। ଆକୁ ମିଶେଇ ଦେଲେ 7 2 934 ତାପରେ ଲାଷ୍ଟକୁ ଆପଣ ଏହାକୁ ସଲ୍ଭ କରିବେ ସି ସି ତିନିଟା ଅଛି ତ ଏହାର ଭ୍ୟାଲୁ ହେଇଯିବ ଆପଣଙ୍କର କେତେ 300 ଆର ଭ୍ୟାଲୁ ଆପଣଙ୍କର ଦେଖନ୍ତୁ ସି ଡି ଡି ର ଭ୍ୟାଲୁ ହେଲା କେତେ 500 ଏଠି ଆପଣଙ୍କର ସି ର ଭ୍ୟାଲୁ କେତେ ହଉଛି 100 ହେଲା ବାମ ପଟକୁ ଅଛି 500 ରୁ 100 ଗଲେ ଆପଣଙ୍କର ହେଇଯିବ କେତେ 400 ହେଲା ସି ଡି ର ଭ୍ୟାଲୁ ହେଇଯିବ ଆପଣଙ୍କର 400 ଏକ୍ସ ଏଲ ର ଭ୍ୟାଲୁ ଆପଣଙ୍କର କେତେ ହେଇଯିବ ଏଲ ର ଭ୍ୟାଲୁ ହଉଛି ଆପଣଙ୍କର 50 50 ରୁ 10 ଗଲେ 40 ଡବଲ ଆଇ ଅଛି ମାନେ 2 ଏହାକୁ ମିଶେଇ ଦେବେ ହେଲା 300 400 742 ଠିକ ଅଛି ଇଏ ଆପଣଙ୍କର ହେଇଗଲା 742 ଆ ଭିତରୁ ବୃହତ୍ତମ ସବୁଠାରୁ କିଏ 1199 ନା ତେବେ ଅପସନ ବି ଆପଣଙ୍କର ହେଇଯିବ ରାଇଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି 14 ନମ୍ବରରେ the profit on selling an article for a race 900 is same as the loss on selling it for 600 find the cost price of the article ଏକ ଜିନିଷକୁ 900 ଟଙ୍କାରେ ବିକ୍ରି କଲେ ଯେତିକି ଲାଭ ହୁଏ ଏଇଟା ଟର୍ମଟା ମନେ ରଖନ୍ତୁ ଏହାକୁ 600 ଟଙ୍କାରେ ବିକ୍ରି କଲେ ସେତିକି କ୍ଷତି ହୁଏ ତେବେ ଜିନିଷଟିର କ୍ରୟ ମୂଲ୍ୟ କେତେ କଷ୍ଟ ପ୍ରାଇସ୍ କେତେ କିଛି ନାହିଁ ପିଲେ ଦିଟାଙ୍କୁ ମିଶେଇ ଦେବେ ହେଲା ମିଶେଇ ଦେଇକି 2 ରେ ଡିଭାଇଡ କରିଦେବେ 900 ରେ 600 ମିଶେଇଲେ ଆପଣଙ୍କର 1500 ରେ 2 ଡିଭାଇଡ କଲେ 750 ଫାର୍ଷ୍ଟ ପ୍ରାଇସ୍ 750 ଅପସନ ବି ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଗୋଟେ ସିମ୍ପଲିଫାଇ କରିବାକୁ ଦେଇଛି ତ ଏହାକୁ ପ୍ରଥମେ ଆପଣ ସିମ୍ପଲିଫାଇ କରିବେ ବେଲେ ଏହାକୁ ପ୍ରଥମେ ଆମେ ସମାଧାନ କରିବା ତ 7/8 ପ୍ଲସ 8 3 24 1 25/8 ଆକୁ ମିଶେଇ ଦେଲେ 8 ରହିବ ଇଏ 7 ପ୍ଲସ 25 32 ବିଭକ୍ତ 8 ହେଲେ ଆପଣଙ୍କର 4 ଆର ଭ୍ୟାଲୁ ଆସିଯିବ ପିଲେ 4 ହେଲା ତାପରେ 4 କୁ 3.5 ରେ ଆପଣ ଯେତେବେଳେ ଗୁଣନ କରିବେ ଆପଣଙ୍କର ଆସିଯିବ କେତେ ଆପଣଙ୍କର 4 ପଞ୍ଚା 20 ରୁ 0 9 2 4 2 12 2 14 ଆପଣଙ୍କର 14 ଆସିଯିବ ଆର ଭ୍ୟାଲୁଟା ଟୋଟାଲି ହେଲା ହେଲେ 7/2 ପ୍ଲସ ଆପଣଙ୍କର ଆସିଯିବ ଇଏ କେତେ 14 ଇଏ ଆପଣଙ୍କର ହରଣ ଏଠି 4 ଅଛି ପିଲେ ତ ହରଣଟାକୁ ଆପଣ ଲେଖିପାରିବେ କି ଗୁଣନ 1 ବିଭକ୍ତକ 4 ବୋଲି ଆପଣ ଏହାକୁ ଲେଖିପାରିବେ
ତେବେ ପିଲେ ୟାକୁ ଯେତେବେଳେ ଆପଣ ସମାଧାନ କରୁଛନ୍ତି, ଆକୁ 2 ରେ କାଟିଲେ 2, ଆକୁ 2 ରେ କାଟିଲେ 7, 7 ବିଭକ୍ତକ 2 ପ୍ଲସ୍ 7 ବିଭକ୍ତକ 2, ଆପଣଙ୍କର 7 ପ୍ଲସ୍ 7 14 ବିଭକ୍ତକ 2, ୟାକୁ କାଟିଦେଲେ ଆପଣ ଟୋଟାଲି ପାଇଯିବେ 7 ହେଲା। ଟୋଟାଲି ଏତିକିର ଭ୍ୟାଲୁ ପାଇଗଲେ 7, ତାପରେ 6 ସହିତ ଗୁଣନ କରିଦେବେ, 7 ଆପଣଙ୍କର 42 ହେଲା। ତାପରେ 42 ଆପଣଙ୍କର ଆସିଗଲା, ତାପରେ ଆପଣ 42ରେ 5କୁ ଆପଣ ମିଶେଇ ଦେବେ, ତ ଆପଣଙ୍କର ଆସିଯିବ 47। ତେବେ ରାଇଟ୍ ଆନ୍ସରଟି ହେଇଯିବ ଅପସନ୍ ଏ 47। ଏବେ ଆମେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ 16 ନମ୍ବରରେ ଦେଇ ରଖିଛି କି ଦ ପେରିମିଟର ଅଫ ଏ ରେକ୍ଟାଙ୍ଗୁଲାର ଲ୍ୟାଣ୍ଡ ଇଜ 80 ମିଟର ଇଫ ଦ ରେସିଓ ଅଫ ଇଟ୍ସ ଲେନ୍ଥ ଆଣ୍ଡ ବ୍ରେଥ ଇଜ 5:3 ହ୍ୱାଟ ୱିଲ୍ ବି ଇଟ୍ସ ଏରିଆ। ଏକ ଆୟତାକାର ଜମିର ପରିସୀମା 80 ମିଟର। ଯଦି ଏହାର ଦୈର୍ଘ୍ୟ ପ୍ରସ୍ତର ଅନୁପାତ 5:3 ହୁଏ, ତେବେ ଏହାର କ୍ଷେତ୍ରଫଳ କେତେ? ଆୟତକ୍ଷେତ୍ରର ପରିସୀମା ମାନେ କଣ? ଚାରିଟା ଯାକ ବାହୁ ମିଶିକି ଥିବ, ତାର ସୂତ୍ର ହଉଛି 2 ଗୁଣନ ଦୈର୍ଘ୍ୟ ମିଶାଣ ପ୍ରସ୍ଥ। ଦୈର୍ଘ୍ୟ ପ୍ରସ୍ତର ଅନୁପାତ 5:3 ଦେଇଛି, ମାନେ ଆପଣ ଲେଖିପାରିବେ 5x ପ୍ଲସ୍ 3x ହେଲା। 5x ପ୍ଲସ୍ 3x ଆକୁ ମିଶାଇଲେ ହଉଛି 80। 5ରେ 3 ମିଶାଇଲେ 8x ଇଣ୍ଟୁ 2 ସମାନ ହେଇଯିବ 80 ହେଲା। 8 ଦୁନେ 16x ର ଭ୍ୟାଲୁ ହଉଛି 80, x ର ଭ୍ୟାଲୁ ହେଇଯିବ 80/16 ସମାନ 5 ହେଲା। ତାହେଲେ ଆପଣଙ୍କର ଯୋଉ 5:3 ଆପଣଙ୍କୁ ଯୋଉ ଦେଇଛି ସିଏ 5x ଆଉ 3x, ଆର ମୂଲ୍ୟ ଏବେ କାଟି ଦିଅନ୍ତୁ। x ଜାଗାରେ 5 ପକେଇଲେ 25 ସେଣ୍ଟିମିଟର, ଏଠି 3 ଇଣ୍ଟୁ 5 ହେଲେ 15 ସେଣ୍ଟିମିଟର। ତାହେଲେ କ୍ଷେତ୍ରଫଳ କେତେ ହେଇଯିବ ପିଲେ? କ୍ଷେତ୍ରଫଳ ଆପଣ ଗୁଣନ କରିଦେବେ ଖାଲି ହେଇଯିବ। ତ କ୍ଷେତ୍ରଫଳ ଆପଣଙ୍କର 25 ଇଣ୍ଟୁ 15 ହେଲା। 25ରେ 15 ଗୁଣନ କରିଦେବେ। 5 5 25ରୁ 5 ନେଲା 2, 5 10 2 12, 1 5 1 2 2 5 5 2 7 2 1 3, 375 ବର୍ଗ ସେଣ୍ଟିମିଟର। 375 ଆପଣଙ୍କର ବର୍ଗ ସେଣ୍ଟିମିଟର ହେଇଯିବ ପିଲେ ଅପସନ୍ ବି। ଏଟା ଘନ ସେଣ୍ଟିମିଟର ଦେଇଛି, ଏଟା ବର୍ଗ ସେଣ୍ଟିମିଟର ହବ, କାରଣ ଆପଣଙ୍କର କ୍ଷେତ୍ରଫଳ ସବୁବେଳେ ବର୍ଗ ଏକକରେ ପ୍ରକାଶ କରାଯାଏ। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। 17 ନମ୍ବର ଆପଣଙ୍କୁ ଦେଇଛି ରମେଶ buys a bicycle of its marked price and sells for it at 20% less than the mark price. Find gain or loss percent. ତେବେ ପିଲେ ଆମେ ଓଡ଼ିଆର ପ୍ରଶ୍ନଟି ସଠିକ ଦେଇଛେ, ଟିକେ ଏଇଟାକୁ ପଢିବା। ରମେଶ ଗୋଟିଏ ସାଇକେଲକୁ ଲିଖିତ ମୂଲ୍ୟର 3/4 ଅଂଶ ଦେଇ କିଣିଲା। ଯଦି ସେ ଏହାକୁ ଲିଖିତ ମୂଲ୍ୟର 20% କ୍ଷତିରେ ବିକିଲା, ତେବେ ସେ କେତେ ପ୍ରତିଶତ ଲାଭ ବା କ୍ଷତି କଲା? ମନେ କରନ୍ତୁ ଲିଖିତ ମୂଲ୍ୟ ଥିଲା 100 ଟଙ୍କା, ତାହେଲେ କ୍ରୟ ମୂଲ୍ୟ ଆପଣଙ୍କର କେତେ ହେଇଯିବ? ନା ଏଇ 100ର 3/4, ଆକୁ କାଟିଦେଲେ 25 3 75 ଟଙ୍କା। ତାପରେ ସେ ଆପଣଙ୍କୁ କହୁଛି ଲିଖିତ ମୂଲ୍ୟର 20% କ୍ଷତିରେ ବିକ୍ରି କଲା। ତାହେଲେ ଲିଖିତ ମୂଲ୍ୟର 20% କେତେ? ନା 100ରୁ ଆପଣଙ୍କର କଣ କରିବେ? 100ର 20% ବାହାର କଲେ 20/100, 20 ପଞ୍ଚା ଆକୁ କାଟିଦେବେ, 5ରେ କାଟିଦେଲେ 20 ଟଙ୍କା। ଆପଣଙ୍କର ବିକ୍ରି ମୂଲ୍ୟ କେତେ ହେଇଯିବ? ନା 100ରୁ 20 ଟଙ୍କା କମ କରିକି ପାଇଲେ 80 ଟଙ୍କାରେ ବିକ୍ରି କରିବେ। ତାହେଲେ 75 ଟଙ୍କାରେ କିଣିକି 80 ଟଙ୍କାରେ ବିକ୍ରି କଲେ, ତାହେଲେ ଲାଭ ହେଲା ନା? ଲାଭ କେତେ ହେଲା? 80ରୁ 75 ଫେଡିଦେବେ, ତ 5 ଟଙ୍କା ଲାଭ ହେଲା। ଶତକଡାରେ ଯେତେବେଳେ ବାହାର କରିବେ, ଶତକଡା ଲାଭ ଆପଣଙ୍କର କେତେ ହେଇଯିବ? ନା ଲାଭ ଗୁଣନ 100 ବିଭକ୍ତକ କ୍ରୟ ମୂଲ୍ୟ 75। 5କୁ 75ରେ କାଟିଲେ 15, ଆକୁ 5ରେ କାଟିଲେ 3, ଆକୁ 5ରେ କାଟିଲେ 20, ତ 318। 6 ପୂର୍ଣ୍ଣ 2 ବିଭକ୍ତକ 3, 318 2 20। 6 ପୂର୍ଣ୍ଣ 2 ବିଭକ୍ତକ 3% ଗେନ୍, ଅପସନ୍ ଏ ଆପଣଙ୍କର ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ଆମେ ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ପିଲେ କଣ ଦେଇଛି? ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଦେଇଛି 18 ନମ୍ବର। What is the date when 8 years are subtracted from 3 ଜାନୁଆରୀ 2014? 3 ଜାନୁଆରୀ 2014ରୁ 8 ବର୍ଷ ପୂର୍ବକୁ ଗଲେ କେଉଁ ତାରିଖ ପଡିବ? 2014ରୁ ଆପଣ 8କୁ ଫେଡାଣ କଲେ ଆପଣ ପାଇବେ 2006 ହେଲା। 2006ରେ 8 ମିଶାଇଲେ 14 ହୁଏ ନା, ତାହେଲେ 2006 ଜାନୁଆରୀ 3। ଜାନୁଆରୀ 2006 କୋଉଠି ଅଛି? ଏଇଠି ଅଛି। 3 ଜାନୁଆରୀ 2006, ଅପସନ୍ ବି ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ। ପରବର୍ତ୍ତୀ ପ୍ରଶ୍ନଟି ଆପଣଙ୍କୁ ଗୋଟେ ଚାର୍ଟ ଦେଇଛି। ଦ ଫଲୋଇଂ ଗ୍ରାଫ ଶୋଜ୍ ଦ ରନ୍ସ ସ୍କୋର୍ଡ ବାଇ ସମ୍ କ୍ରିକେଟର୍ସ ଇନ୍ ଏ ସିଲେକ୍ସନ ଟେଷ୍ଟ। ଷ୍ଟଡି ଦ ଗ୍ରାଫ କେୟାରଫୁଲି ଆଣ୍ଡ ଆନ୍ସର ଦ କ୍ୱେଶ୍ଚନ। ୟାକୁ ସ୍କୋର ଚାର୍ଟକୁ ଦେଖିକି ଆମେ ଅଧ୍ୟୟନ କରି ପ୍ରଶ୍ନର ଉତ୍ତର ଆମେ ଦେବା। ଏପଟରେ ଆପଣଙ୍କର ରନ୍ସ ଦେଇଛି, ଏପଟରେ ଆପଣଙ୍କର କ୍ରିକେଟର୍ସ ଦେଇଛି, ଏ ବି ସି ଡି ଇ ଅଛନ୍ତି। ଇଫ୍ 50 ଇଜ ଦ କ୍ୱାଲିଫାଇଂ ରନ୍ ହୁ ଫେଲ୍ଡ ଦ ଟେଷ୍ଟ। ତାହେଲେ 50ରୁ କମ ଆପଣଙ୍କର କିଏ ହେଲା? ଯଦି 50 ହେଉଛି ପାସ୍ ରନ୍, ତେବେ
ହେଲା କିଏ ଫେଲ୍ ହେଇଛି ତ 50 ରୁ କମ୍ ଆପଣଙ୍କର ଗୋଟିଏ ସ୍ତମ୍ଭ ଅଛି ଦେଖନ୍ତୁ ସି ହେଲା ଏଇଠି 50 ସିଧାରେ ଗାର ଟାଣିଦେବେ ତ 50 ଠାରୁ କମ୍ ରେ କିଏ ଅଛି ସି ହିଁ ଅଛି ହେଲା ବୁଝିପାରିଲେ କି ସି ଆପଣଙ୍କର 40 ରେ ଅଛି ତେବେ ଅପସନ ସି ହେଇଯିବ 50 ରୁ କମ୍ ଅପସନ ସି ହେଇଯିବ କରେକ୍ଟ ଆନ୍ସର। ଏବେ ଯିବା ପରବର୍ତ୍ତୀ ପ୍ରଶ୍ନକୁ 20 ନମ୍ବର ହେଲା ଲାଷ୍ଟ କ୍ୱେଶ୍ଚନ ଏକ ବର୍ଗକ୍ଷେତ୍ର ଏବଂ ଆୟତକ୍ଷେତ୍ରର ସମାନ କ୍ଷେତ୍ରଫଳ ଅଛି ଯଦି ବର୍ଗକ୍ଷେତ୍ରର ପ୍ରତ୍ୟେକ ପାର୍ଶ୍ୱ 42 ମିଟର ଏବଂ ଆୟତକ୍ଷେତ୍ରର ଦୈର୍ଘ୍ୟ 28 ମିଟର ତେବେ ଆୟତକ୍ଷେତ୍ରର ପରିସୀମା ଆମକୁ ଜାଣିବାକୁ ପଡିବ ତେବେ ଆୟତକ୍ଷେତ୍ରର ଦୈର୍ଘ୍ୟ ଆଉ ପ୍ରସ୍ଥ ଜାଣିଲେ ହିଁ ଆମେ ପରିସୀମା ପାଇପାରିବା। ଏ ସ୍କୋୟାର ଆଣ୍ଡ ରେକ୍ଟାଙ୍ଗଲ have equal area if each side of the square is 42 meter and the width of the rectangle is 28 meter then the perimeter of the rectangle ଦେଖନ୍ତୁ ପିଲେ ବର୍ଗକ୍ଷେତ୍ରର ପାର୍ଶ୍ୱ ହେଲା ବର୍ଗକ୍ଷେତ୍ରର ପାର୍ଶ୍ୱ ଆପଣଙ୍କୁ ଦେଇ ରଖିଛି 42 ମିଟର ତାହେଲେ ଆପଣଙ୍କର ଏଟା କ୍ଷେତ୍ରଫଳ କହୁଛି ସେ ସମାନ ତାହେଲେ କ୍ଷେତ୍ରଫଳ ଆପଣଙ୍କର କେତେ ହେଇଯିବ କ୍ଷେତ୍ରଫଳ ବାହୁ ଗୁଣନ ବାହୁ ଆପଣଙ୍କର 42 ଗୁଣନ 42 42 କୁ 2 ଥର ଗୁଣନ କଲେ ଆପଣ କେତେ ପାଇଯିବେ ଗୁଣନ କରିଦିଅନ୍ତୁ 2 ଦୁନେ 4 2 ଚଉ 8 4 ଦୁନେ 8 4 ଚଉ 16 4 8 8 16 ରୁ 6 ନେଲା 1 6 1 7 1 1764 ବର୍ଗ ମିଟର ହେଲା 1764 ବର୍ଗ ମିଟର ସିଏ ଆପଣଙ୍କୁ କଣ କହିଛି ଆର କ୍ଷେତ୍ରଫଳ ଯେତିକି ଆୟତକାର କ୍ଷେତ୍ରର କ୍ଷେତ୍ରଫଳ ମଧ୍ୟ ସେତିକି ହବ ଠିକ ଅଛି ଆୟତ କ୍ଷେତ୍ରର କ୍ଷେତ୍ରଫଳ ମଧ୍ୟ 1764 ବର୍ଗ ମିଟର ଆପଣଙ୍କର ହବ ହେଲା ଆଉ ଆୟତକ୍ଷେତ୍ରର ଦୈର୍ଘ୍ୟ ଆପଣଙ୍କୁ ଦେଇ ରଖିଛି 28 ମିଟର ଆୟତକାର କ୍ଷେତ୍ରର କ୍ଷେତ୍ରଫଳ ହଉଛି ଦୈର୍ଘ୍ୟ ଗୁଣନ ପ୍ରସ୍ଥ ଦୈର୍ଘ୍ୟ 28 ମିଟର ହେଲେ ପ୍ରସ୍ଥ ମନେ କରନ୍ତୁ x ଆକୁ ଗୁଣନ କଲେ ଆପଣ ପାଇବେ 1764 ତାହେଲେ x ର ମାନ ଆପଣଙ୍କର କେତେ ଜାଣିବେ 1764 ରେ 28 କୁ ହରଣ କରିଦେବେ ସିମ୍ପଲ ଆପଣ ଦେଖନ୍ତୁ 1764 ରେ 28 କି ଗୁଣନ କରିଦେବେ ହେଲା ଏହାକୁ ଆପଣ ଯଦି ହରଣ କରିଦଉଛନ୍ତି ତାହେଲେ ଆପଣ ଆନ୍ସର ପାଇଯିବେ 28 ନୂଆ ଫାଷ୍ଟ ପକାନ୍ତୁ 9 ଅଶ୍ନା 72 72 ରୁ 2 ନେଲା 7 9 ଦୁନେ 18 7 25 ବେଶୀ ହେଇଯାଉଛି ନା ପିଲେ ତ ଆମେ ଏଠି କେତେ ପକେଇ ପାରିବା ତାହେଲେ ହେଲେ ଆମେ ଏଠି କେତେ ପକେଇ ପାରିବା ଦେଖନ୍ତୁ 176 ଆପଣଙ୍କର 1764 ଆପଣଙ୍କୁ ଦେଇଛି ନା ଆୟତକାର କ୍ଷେତ୍ରର ଆମେ ପରିସୀମା ପାଇବା ପିଲେ ହେଲା ଠିକ ଅଛି ତ ଆପଣଙ୍କର ଯଦି ପ୍ରସ୍ତ ପାଇ ଯାଉଛନ୍ତି ତାହେଲେ ଆପଣ ଏଠି ପରିସୀମା ଆସି ଆପଣଙ୍କୁ ପଚାରିଛି ତାହେଲେ 176 ଅଛି ଆପଣଙ୍କର 28 30 ଆପଣଙ୍କର କେତେ ହେଇଛି 28 କେତେ 16 ଯଦି ପକଉଛନ୍ତି 848 8 ନେଲା 4 6 ଦିନେ 12 4 16 168 100 ପଡିବ ପିଲେ 168 16 ରୁ 8 ଗଲେ 8 6 ରୁ 6 ଗଲେ ଆପଣଙ୍କର 0 ଏଠି 4 ଓହ୍ଲେଇବ 28 30 ଆପଣଙ୍କର 8 24 ରୁ 4 ନେଲା 2 3 ଦିନେ 6 2 8 63 ମିଟର ତାହେଲେ ଦୈର୍ଘ୍ୟ ହେଲା ଆପଣଙ୍କର କେତେ ସେ ଦେଇଛି 28 ମିଟର ପ୍ରସ୍ଥ ଆପଣ ପାଇଲେ 63 ମିଟର ତାହେଲେ ଆୟତକାର କ୍ଷେତ୍ରର ପରିସୀମା କେତେ ଆଗେ ଲେଖି ଦିଅନ୍ତୁ ଦୈର୍ଘ୍ୟ ଆପଣଙ୍କୁ ଦେଇଛି ଆଉ ପ୍ରସ୍ଥ ଆପଣଙ୍କୁ ଦେଇଛି ହେଲା ତ ଆପଣଙ୍କର 28 ପାଇଲେ ଆଉ ଗୋଟେକୁ 63 ପାଇଲେ 28 ମିଟର ପାଇଲେ ଆଉ ଗୋଟେକୁ 63 ମିଟର ପାଇଲେ ତାହେଲେ ପରିସୀମା ଆପଣଙ୍କର କେତେ ହେଇଯିବ ଆୟତକାର କ୍ଷେତ୍ରର ନା 2 ଗୁଣନ ଦୈର୍ଘ୍ୟ ମିଶାଣ ପ୍ରସ୍ଥ ତ 28 ମିଶାଣ 63 2 ଗୁଣନ 28 ରେ 63 ମିଶାଇଲେ 8 3 11 ଏକ ନେଲା 2 3 6 3 9 ଆକୁ ଗୁଣନ କରିଦେବେ 2 କେ 2 9 2 18 182 ମିଟର ତେବେ ପିଲେ 182 ମିଟର ଆପଣଙ୍କର ଅପସନ ଡି ରେ ଅଛି ଅପସନ ଡି ହେଇଯିବ କରେକ୍ଟ ଆନ୍ସର ଏହା ଥିଲା ମ୍ୟାଥର ମୋଷ୍ଟ ଇମ୍ପୋର୍ଟାଣ୍ଟ 20ଟି ପ୍ରଶ୍ନୋତ୍ତର ଆଶା କରେ କ୍ଲାସଟି ଆପଣଙ୍କୁ ଭଲ ଲାଗିଥିବ ତେବେ ଭିଡ଼ିଓଟିକୁ ଆପଣଙ୍କ ସାଙ୍ଗସାଥୀଙ୍କ ନିକଟରୁ ଅଧିକ ମାତ୍ରାରେ ସେୟାର କରିଦିଅନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ କରିନଥିଲେ ନିଶ୍ଚିତ ଭାବରେ ସବସ୍କ୍ରାଇବ କରି ସାଇଡରେ ଥିବା ବେଲ୍ ଆଇକନର ଅଲ୍ ନୋଟିଫିକେସନକୁ ପ୍ରେସ୍ କରିଦିଅନ୍ତୁ ଯାହାଦ୍ୱାରା ସମସ୍ତ ଏଜୁକେସନ ରିଲେଟେଡ୍ ଇନଫର୍ମେସନ ଆପଣଙ୍କ ନିକଟରେ ପହଞ୍ଚି ପାରିବ ଏବଂ ଭିଡ଼ିଓଟିକୁ ଲାଇକ୍ କରିନଥିଲେ ନିଶ୍ଚିତ ଭାବରେ ଲାଇକ୍ କରିଦିଅନ୍ତୁ ତେବେ ଆଜିର କ୍ଲାସରେ ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ।